ओम नमो शुक्राय हिम कुंदेन्दु संकाशं व्यास लिखिले यही स्तोत्र जदि ग्रह शुक्र को स्तुति करा जाए से प्रसन्न हेबे। हिम कुंदेन्दु संकाशं दत्यानां परमं गुरुं सर्वशास्त्र भगवतारं भार्गवं प्रणमामि। तांको भार्गव कह जाए कहीं से भृगु ऋषि पुओ भार्गव। हिम बोले बरफ, मुंडा बरफ, खंड बरफ, तार रंग जमितिया कुंद पुष्प वर्षा दिन फुटे ता रंग जमितिया इंदु पूर्णमी चांद ता रंग जमितिया अर्थात शुभ्र धड़ा शुक्र शरीर धड़ा। हिम कुंद इंदु संकाश यही कांति संपूर्ण शुभ्र जो शुक्र हिम कुंदेन्दु संकाशं से केमतिया से किए दत्यानां परमं गुरुम दत्य मानकर से पूज्य आराध्य श्रेष्ठ गुरु और जी की सर्वशास्त्र कही पारती सर्वशास्त्र प्रवक्ता पार्टी बंद हुए कही चलते उत्तम ज्ञानी सबु शास्त्र दक्षता अच्छी सी हेले आमर नमस्य। तेणु आमे आज ए कार्यक्रम आरंभ पूर्व आगे शुक्र को स्मरण करवा और ध्यान करवा प्रणाम करवा। ओम नमो शुक्राय। कहीं बंधु आम आज शुक्र विषय आलोचना कले ना से पहले तुला राशि अधिकारी आज तुला उपर आलोचना करवा। रवि मकर को आसिला परे अर्थात रवि उत्तर को गति कला परे आम कहले उत्तरायण सूर्यंकर उत्तरायण। रवि मकर कुंभ को आसिले केवे आसिले फेब्रुआरी 12 तारिख रे। तेणु यह कुंभ मास कार्यकाल फेब्रुआरी 12 रु मार्च 14 जाए। कुंभ मास उत्तरायण द्वितीय मास एवं यही कुंभ मासरे आमे अधिक उत्ताप अनुभव करिबा। कुंभ मासरे अर्थात फेब्रुआरी 12 रु मार्च 14 जाए तुला राशि केउं केउं समस्यार सम्मुखीन हेबो आउ से समस्या को से किभली समाधान करिवो से विषय रे आमे आज एक संदर्भ पाठ करिबा। तुला राशि तुला को लग्न नहीं यदि आम हिसाब करिबा तेरे तार बाँ पटरे माने द्वादश अछंती केतु, दशम रे कर्कट अछंती मंगल आउ वृष रे अछंती अष्टम रे वृष रे अछंती बृहस्पति, षष्ठ रे राहु, 27/2 परे बुध मीन को जीवे राहु सह मिसिबे आउ यह एक मधुर मिलन हब। तुला राशि राहु आ बुध यथेष्ट सुख शांति धर्म प्रभृति भावना आनीदेवे। जमती दशम रे कर्कट रे थाई मंगल तांकर आर्थिक मानदंड को सुदृढ़ करेंगे ठीक से हीपरी। तापरे कुंभरे रवि मकर कुंभ को जीवे सेठारे पूर्वर थिले शनि और शुक्र। रवि गला मात्रे बुध भी पड़े जीवे। रवि बुध शुक्र शनि एमाने एक महामिलन
ଭାବ ସୃଷ୍ଟି କରିବେ କୁମ୍ଭରେ। ତେଣୁ ତୁଳା ରାଶି ପାଇଁ ଏକ ସୁବର୍ଣ୍ଣ ଯୁଗ ଆସିଛି କହିଲେ ଚଳେ। ଆମେ ଟିକେ ପଳେଇ ଆସିବା ଆମ ଜାତକକୁ। ଏ ଶ୍ରୋତାବନ୍ଧୁ, ଜାତକ ହେଉଛି ମୁଖ୍ୟ। ଆମେ ଯେଉଁ ସମୟରେ ଜନ୍ମ ହେଇଛେ ସେ ସମୟ ହିଁ ଆମ ପାଇଁ ଲଗ୍ନ। ଆଉ ସେ ସମୟରେ ଗ୍ରହମାନେ କିଏ କେଉଁଠି ଥିଲେ, ଆମର କେଉଁ ରାଶି ଲଗ୍ନ ହେଇଛି, ସେଇ ଅନୁଯାୟୀ ହିସାବ ପତ୍ର କଲେ ଫଳାଫଳ ଶତକଡ଼ା 100 ଠିକ୍ ହୁଏ। ଯଦି ଆମେ ଖାଲି ଯାହା ବାହାରୁଛି ସମାଜରେ, ମାନେ ବିଭିନ୍ନ ଖବରକାଗଜରେ ଯାହା ଦିଆହେଇଛି ପାଞ୍ଜିରେ ବା ବିଭିନ୍ନ ପତ୍ରପତ୍ରିକାରେ, ସେ କାହିଁକି ଶତକଡ଼ା 100 ଠିକ୍ ହେଉନି? ଯେହେତୁ ଆମ ସମସ୍ତଙ୍କର ଜନ୍ମ ସମୟ ଏକ ନୁହେଁ। ଏବେ ଦଶମ ମଙ୍ଗଳ ମାନେ ଧନ ଏତେ 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 ଆସିବ, ବିଭିନ୍ନ ଉପାୟରୁ ଆସିବ, ସମସ୍ତ ବାକିଆ ପଇସା ମିଳିଯିବ, ନେଇଥିବା ଲୋକମାନେ ଋଣ ଫେରସ୍ତ କରିବେ, ଆଉ ଭଲ ଫସଲ ହେବ, ବିଭିନ୍ନ ଧନ ଏତେ ଆସିବ ଯେ ବାଧ୍ୟ ହେଇକିରି ତୁଳାରାଶି ଲୋକମାନେ କିଛି ନୂଆ କଥା କିଣିବେ। କିଏ ସୁନା କିଣିବ, କିଏ ଜମି କିଣିବ, କିଏ ଘର କିଣିବ ଇତ୍ୟାଦି। ତେଣୁ ଆମେ ଦେଖିବା ମଙ୍ଗଳ ଆମ ଜାତକରେ କେଉଁଠି ଅଛନ୍ତି। ଯଦି ମଙ୍ଗଳ ବିଛାରେ, ମେଷରେ, କର୍କଟରେ, ସିଂହରେ, ମୀନରେ ଥାନ୍ତି, ସେ ଘର ଅଷ୍ଟମ କି ଦ୍ୱାଦଶ ନ ହୋଇଥାଏ, ତାହେଲେ ମଙ୍ଗଳ ଏ ମାସରେ ଏ ସୁଯୋଗ ଦେବେ। ରାହୁ ଅଛନ୍ତି ମୀନରେ, ଥିଲେ ତୁଳା ପାଇଁ ଷଷ୍ଠ ହେଲା। ତେଣୁ ରାହୁ ଯଦି ଆମ ଜାତକରେ ମିଥୁନରେ, କନ୍ୟାରେ, କୁମ୍ଭରେ ଥିବେ, ସେ ଘର ଦ୍ୱାଦଶ କି ଅଷ୍ଟମ ନ ହୋଇଥିବ, ତାହେଲେ ରାହୁ ଏ ମାସରେ ଆମକୁ ସବୁ ପ୍ରକାର କଲ୍ୟାଣ କରିବେ, ସବୁ ସମସ୍ୟାର ସମାଧାନ କରିବେ। ବୁଧ 27/2 ପରେ ମୀନକୁ ଗଲେ ଷଷ୍ଠ ହେବେ। ସେଇଭଳି ବୁଧ ଯଦି ଭଲ ଜାଗାରେ ଥିବେ ବୋଇଲେ କନ୍ୟାରେ, ତୁଳାରେ, ମିଥୁନରେ, କୁମ୍ଭରେ, ମକରରେ, ତାହେଲେ ସିଏ ବି ସବୁ ଶୁଭ ଖବର, ଶୁଭ କାର୍ଯ୍ୟ କରିବା ପାଇଁ ସହାୟ ହେବେ। 4 ଗ୍ରହ ଏକତ୍ରିତ ହୋଇଛନ୍ତି, ସେମାନେ ସବୁବେଳେ ଶୁଭ ଚିନ୍ତା କରିବେ। ତେଣୁ ଆଉ ଗୋଟିଏ କଥା, ଆମେ ଦେଖିବା ଆମର କେଉଁ ଦଶା ଆଉ କେଉଁ ଅନ୍ତରଦଶା ଚାଲିଛି। ଆଉ ଅନ୍ତରଦଶାର ଫଳ ପ୍ରାୟ ସମସ୍ତେ ଭୋଗନ୍ତି। ଆସନ୍ତୁ ଏ ବିଷୟରେ ଏକ କ୍ଷୁଦ୍ର ପ୍ରବନ୍ଧ ପାଠ କରିବା। ରବି କୁମ୍ଭ ରାଶିକୁ ଯାତ୍ରା କଲେ। କୁମ୍ଭ ମାସର କାର୍ଯ୍ୟକାଳ ଫେବୃଆରୀ 12ରୁ ମାର୍ଚ୍ଚ 14 ଯାଏ। ଏହା ଉତ୍ତରାୟଣ ପର୍ବର ଦ୍ୱିତୀୟ ମାସ। ରବି, ବୁଧ, ଶୁକ୍ର, ଶନି ଏ ମାସରେ କୁମ୍ଭରେ। ଫେବୃଆରୀ 27ରୁ ବୁଧ ମୀନକୁ ଗଲେ। ମୀନରେ ରାହୁ ଓ ବୁଧଙ୍କର ମିଳନ ହେବ। ଗୁରୁ ବୃଷରେ, ମଙ୍ଗଳ କର୍କଟରେ, କେତୁ କନ୍ୟାରେ। ଏଇଭଳି ଭାବରେ ଗ୍ରହମାନେ ବିଭିନ୍ନ ସ୍ଥାନରେ ଅଛନ୍ତି। ଯଦି ତୁମର ତୁଳା ରାଶି ଜାତକରେ ଦଶମରେ ଭଲ ସ୍ଥାନରେ ମଙ୍ଗଳ, ରାହୁ ଉଚ୍ଚ ସ୍ଥାନରେ ଯଥା କୁମ୍ଭରେ, ମିଥୁନରେ, କନ୍ୟାରେ ବା ଷଷ୍ଠରେ, ଶୁକ୍ର ପଞ୍ଚମରେ ମାନେ ତୁଳାରେ, ବୃଷରେ ବା ମୀନରେ, ବୁଧ ଷଷ୍ଠରେ, କନ୍ୟାରେ ବା ମିଥୁନରେ, ତେବେ ଏ ମାସରେ ଗୋଚର ଗତିରେ ଆସି ଦଶମ ମଙ୍ଗଳ, ଷଷ୍ଠ ରାହୁ, ପଞ୍ଚମ ଶୁକ୍ର, ଷଷ୍ଠ ବୁଧ ସମସ୍ତ ପ୍ରକାର ସୁଖ ବିଧାନ କରିବେ। ବଡ଼ ବଡ଼ ଗ୍ରହ ଆଉ ସେ କ'ଣ ଆଉ ତମା ଭଳିଆ ଲୋକ ହୋଇଛନ୍ତି ଯେ
2 ଟଙ୍କା 4 ଟଙ୍କା ଦେବେ, ଦେଲା ଭଳିଆ ଦେବେ। ଯଦି ଭଲ ଜାଗାରେ ଅଛନ୍ତି, ଯଦି ଭଲ ଜାଗାରେ ନାହାନ୍ତି ତାହେଲେ ଦୁଃଖର କୌଣସି କାରଣ ନାହିଁ। ଦବା ମନୋଭାବ ନେଇ ସେ ଆସିଛନ୍ତି ନା, ତେଣୁ ସେ ଦେବେ, ଭଲ ଜିନିଷ ଦେବେ, ଦୁଃଖ ଦେବେନି, ଦୁଃଖ ହରଣ କରିବେ। ବୁଝିଲେ ମୋ କଥା? ଯଦି ଏହିପରି ଅବସ୍ଥାରେ ନଥାନ୍ତି ତେବେ ଦୁଃଖ ନ ମିଳି ସାଧାରଣ ସୁଖ ମିଳିଥାଏ। ରବିଙ୍କର ଗୋଚର ଶୁଭ ନୁହେଁ, ତଥାପି ସେ 14, 15, 16 ନକ୍ଷତ୍ରକୁ, ଚିତ୍ରା, ସ୍ୱାତି, ବିଶାଖା ଏହି 3 ନକ୍ଷତ୍ରକୁ ଭିନ୍ନ ଭିନ୍ନ ସ୍ୱାଦ ଚଖେଇବେ। ସେ ରବି ମାସାଧିପତି, ସେ ପ୍ରତ୍ୟକ୍ଷ ସୁଖ ନ ଦେଇ ପରୋକ୍ଷ ସୁଖ ଦେବେ। ମାନେ ଆଶା କରୁନଥିବା, ଲଗେଇଥିଲି ଜହ୍ନି ଗଛଟା ଭାରି ମନ ଦୁଃଖରେ ଥିବା, ଆସିକିରି ଅନ୍ୟମାନେ ଜହ୍ନି ଖାଇଲେଣି, ମୋ ବାଡ଼ିରେ ଫଳୁନି, ଦେଖିଲା ବେଳକୁ ଲତା ଗହଳରେ ତା ଛତ୍ରା ଓହଳିଥିବ। ମାନେ ଆକୁ ପରୋକ୍ଷ ସୁଖ କୁହାଯାଏ। କେଉଁଦିନ କେମିତି ଆମେ ସେ ପ୍ୟାଣ୍ଟଟା ପିନ୍ଧିଥିଲେ, ପ୍ୟାଣ୍ଟ ପ୍ୟାକେଟରେ ରହିଯାଇଛି 500 ଟଙ୍କା, ହେଲେ ସେ ପ୍ୟାଣ୍ଟଟାକୁ ଆମେ ଆଜି ହଠାତ୍ ପିନ୍ଧିଦେଲେ, ଭାରି ଚିନ୍ତାରେ ଅଛେ, ଘରେ ପଇସା ନାହିଁ, ଆଉ ଘର ପାଇଁ ଆବଶ୍ୟକ 200-400 ଟଙ୍କା, ଦେଖିଲା ବେଳକୁ ସେଇ ପ୍ୟାକେଟରୁ ପଇସା ବାହାରି ପଡ଼ିବ। ମାନେ କୁହନ୍ତି ପରୋକ୍ଷ ଦାନ, ରବି ଏଇଭଳି ସାହାଯ୍ୟ କରିବେ। କାହିଁ କେଉଁ ଦିନର ପୁରୁଣା ବନ୍ଧୁ ଆମ ଘରକୁ ଆସିବାର ନାହିଁ, 5 ବର୍ଷ ହେବ ଆମେ ଯାଉନେ, ହଠାତ୍ ସେ ଆସି ଏକ ଶୁଭ ଖବର ଦେବେ ଯେ ତମ ପୁଅ, ତମ ନାତି, ତମ ଭାଇ ଯୋଗ୍ୟ, ତା ପାଇଁ ଏକ ଯେଉଁ ଚାକିରି ଯୋଗାଡ଼ କରିଛି, ମୋ ସାଙ୍ଗରେ ପଠାନ୍ତୁ। ସବୁ ଜିନିଷ ଶୁଭ ହେଲା, ଆଉ ତମ ଝିଅ ପାଇଁ, ତୋ ନାତୁଣୀ ପାଇଁ ଗୋଟେ ବରପାତ୍ର ଯୋଗାଡ଼ କରିଛି। ଏମିତି ଆପଣ ପରୋକ୍ଷ ସୁଖ ଇଏ ଦାନ ଦେବେ କିଏ? ନା ରବି। ତେଣୁ ଚିତ୍ରା, ସ୍ୱାତି, ବିଶାଖା ପାଇଁ ରବି ସହାୟ ହେବେ। ଗୁରୁ ଅଷ୍ଟମର କୌଣସି ଗ୍ରହ ଭଲ ଫଳ ଦିଅନ୍ତିନି, କେବଳ ବୁଧ ଦିଅନ୍ତି ଆଉ ଚନ୍ଦ୍ର ଦିଅନ୍ତି। କିନ୍ତୁ ଏଇ ଚିତ୍ରା, ସ୍ୱାତି, ବିଶାଖା 14, 15, 16 ନକ୍ଷତ୍ରକୁ ଗୁରୁ ଅଷ୍ଟମ ହେଲେ ବି ପରୋକ୍ଷ ସାହାଯ୍ୟ କରିବେ, ଠିକ୍ ରବିଙ୍କ ଭଳି। ଶନି କିନ୍ତୁ କେବଳ 16କୁ, ସ୍ୱାତି ନକ୍ଷତ୍ରକୁ ସହଯୋଗ କରିବେ, ବାକି ଚିତ୍ରା ଓ ବିଶାଖାକୁ ସହଯୋଗ କରିବେ ନାହିଁ। ଭାଗ୍ୟାଧିପ ବୁଧ 27-2 ପରେ ପୂର୍ଣ୍ଣ ସହଯୋଗ କରିବେ। ଏଣୁ 27-2 ପରେ ସମସ୍ତ ସମସ୍ୟାର ସମାଧାନ ହେବ, ଅର୍ଥାତ୍ ଉତ୍ତମ ବୁଦ୍ଧ ଦେବେ, ମୁଣ୍ଡକୁ ଭଲ ବୁଦ୍ଧି ଆସିବ। ସେ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାରେ ତୁଳାରାଶି ଲୋକମାନେ ଘାଣ୍ଟି ହେଉଥିବେ, କାହାର ପରାମର୍ଶ ତାଙ୍କୁ ଭଲ ଲାଗିବନି, ରୁଚିକର ହେବନି। କିନ୍ତୁ 27-2 ପରେ ସେମାନଙ୍କର ଭଲ ବୁଦ୍ଧିର ବିକାଶ ହେବ, ଆଉ ସେ ସମସ୍ୟାର ସମାଧାନ କରିବା ପାଇଁ ବାଟ ପାଇଯିବେ। ଉପସ୍ଥିତ ବୁଦ୍ଧିର ବିନିଯୋଗ କରିବେ, ଯାହାଫଳରେ ସବୁ ସମସ୍ୟାର ସମାଧାନ ହେବ। ଦ୍ୱିତୀୟ ଓ ସପ୍ତମାଧିପ ମଙ୍ଗଳ କର୍ମରେ, ଏଣୁ କର୍ମ କ୍ଷେତ୍ରରେ ଧନର ଅଭାବ ରହିବ ନାହିଁ। ସପ୍ତମାଧିପ ମଙ୍ଗଳ 10ମ କେନ୍ଦ୍ରରେ, ତେଣୁ ମହିଳାମାନେ ଆବାଳ ବୃଦ୍ଧା, ଶିଶୁ କନ୍ୟାଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତ ମହିଳାଙ୍କର ବିଶେଷ ମଙ୍ଗଳ ହେବ। ସେମାନେ ଉଚିତ ପଦକ୍ଷେପ ନେବାରେ କୁଣ୍ଠାବୋଧ କରିବେନି, ବୃଥା ବ୍ୟୟ କରିବେ। ମହିଳାମାନେ ତ ସେଇଆ, ଆଉ ଖର୍ଚ୍ଚ କରିବେ, ପ୍ରବଳ ଖର୍ଚ୍ଚ କରିବେ। ତେଣୁ ଏମାନେ ବହୁ ଦିନରୁ ହେଉନଥିବା କାମ କରିବା ପାଇଁ ଏକ ମଧୁର କଳହ ସୃଷ୍ଟି କରି ପଇସା ନେଇ ଖର୍ଚ୍ଚ କରିବେ, ପରେ ମୁଣ୍ଡ ବଥେଇବ ଆଉ କ'ଣ। ପାରିବାରିକ ସମସ୍ୟା ବଢ଼ିଯିବ। ଏଇ ତ ବୃଥା ବ୍ୟୟ କରନା କି ଅଭାବରେ ପଡ଼ନା। ତେଣୁ ମହିଳାମାନେ ଟିକେ ଜାଗ୍ରତ ହେବା ଉଚିତ। ତା ନହେଲେ ଗୃହସ୍ଥ କ'ଣ କରିବ? ଘରକୁ ସିନା ସେ ଆଣିକିରି ପହଞ୍ଚେଇବ, କିନ୍ତୁ ତୁମେ ଯଦି ଭ୍ରଷ୍ଟ ବିନଷ୍ଟ କରିବ, ତେଣୁ ପାରିବାରିକ ସମସ୍ୟା ବଢ଼ିଯିବ।
সেই সমস্যা যেহেতু সে ভুল କରିବେ ଦଣ୍ଡ ସିଏ ଭରିବେ ନା। ମାଣ୍ଡିଆ ଯାଉ ଖୋଇବ ଯିଏ ରାତି ଅଧରେ ହଗେଇ ନେବ ସିଏ ଆଉ କ'ଣ। ତେଣୁ ସେମାନଙ୍କର ଦେହ ମୁଣ୍ଡ ଏଇ ଆର୍ଥିକ ଦୁଶ୍ଚିନ୍ତାରୁ ଖରାପ ହେବ। ପଞ୍ଚମାଧିପ ଶନି ପଞ୍ଚମରେ, ସେଠାରେ 4 ଗ୍ରହଙ୍କର ମିଳନ ଅଛି 26/2 ଯାଏ। ଏଣୁ ବିଦ୍ୟାର୍ଥୀମାନେ ସଂଗ୍ରାମମୟ ଜୀବନଯାପନ କରି ଅଗ୍ରସର ହେବେ। ସମସ୍ତ ପ୍ରକାର ବିଦ୍ୟାର୍ଥୀ ମାନେ ପ୍ରଥମ ଶ୍ରେଣୀରୁ ଶେଷ କ୍ଲାସ୍ ପର୍ଯ୍ୟନ୍ତ ୟୁନିଭର୍ସିଟିରେ ପଢ଼ୁଥିବା ଛାତ୍ର, ବିଦେଶରେ ପଢ଼ୁଥିବା ଛାତ୍ର, ସେମାନଙ୍କର ଜୀବନଟା ସଂଗ୍ରାମପୂର୍ଣ୍ଣ ହେବ। ବହୁ ବାଧାବିଘ୍ନ ଆସିବ। ହଠାତ୍ କଲମଟା ଆଉ ଚାଲିବନି କି ବହି କିଏ ନେବ ଫେରେଇବନି, ଆର୍ଥିକ ସମସ୍ୟା ହେବ। ବାପା କହିଥିଲେ ଟଙ୍କା 2000 ପଠେଇବେ, ପଠେଇଲେନି, ଏଇଭଳି ସେମାନଙ୍କର ଜୀବନଟା ସଂଗ୍ରାମପୂର୍ଣ୍ଣ ହେବ। ତଥାପି ସେମାନେ ଅଗ୍ରସର ହେବେ। ଏଣୁ ବିଦ୍ୟାର୍ଥୀମାନେ ସଂଗ୍ରାମୀୟ ଜୀବନଯାପନ କରି ଅଗ୍ରସର ହେବେ। ପ୍ରତିଯୋଗିତାରେ ଓ ବିଭିନ୍ନ ପରୀକ୍ଷାରେ ଆଶାନୁରୂପ ଫଳ ମିଳିବନି। କ'ଣ କରାଯିବ? ଯେତିକି ସେ ଆଶା କରିଥିବେ ସେତିକି ଫଳ ମିଳିବନି। କାରଣ ଶନି ପ୍ରତିକୂଳ ମନୋଭାବ ନେବେ। ତେଣୁ ସମସ୍ତ ଛାତ୍ର ଯେଉଁମାନେ ଚାଲି ବୁଲି ପାରୁଛନ୍ତି, ସେ ଯଦି ପାଖରେ ଥିବା କାଳୀ ମନ୍ଦିରରେ ମା କାଳୀକି ପ୍ରଣାମ କରି ନିଜ ସମସ୍ୟା ଜଣାଇବେ ତାହେଲେ ଭଲ। ମା' ମାନେ ଯଦି ପାରିବେ ନିଜ ପିଲାମାନଙ୍କ ପାଇଁ କାଳୀ ମନ୍ଦିର ଯାଇପାରିବେ, ବାପାମାନେ ଚେଷ୍ଟା କଲେ ହେବ। ରବିଙ୍କ ପାଇଁ ଅଭାବ ଗୋଡ଼େଇବ। ରବି ମାସାଧିପ, ବୃଥା ବ୍ୟର୍ଥ ହେଇଗଲା, ହାତରୁ ପଇସା ସରିଗଲା, ଅଭାବ ଗୋଡ଼େଇବ। ଆଉ ଦୁଶ୍ଚିନ୍ତା ମୁଣ୍ଡକୁ ଆସିଛି। ଆଉ 26/2 ଯାଏ ବୁଧ ବହୁ ଦୁଃସମ୍ବାଦ ଶୁଣାଇ ଶୋକ କରାଇବେ। ପଞ୍ଚମ ବୁଧ ଭଲ ନୁହନ୍ତି। ତେଣୁ ପଞ୍ଚମ ବୁଧ 26/2 ପର୍ଯ୍ୟନ୍ତ ସେ ରହିବେ କୁମ୍ଭରେ। ସେ କିଛି ଦୁଃସମ୍ବାଦ ଶୁଣାଇବେ, ଯାହାକି ଆମକୁ ଦୁଃଖ ଲାଗିବ। 27 ପରଠୁ ଆଉ ସମସ୍ୟା ନାହିଁ। ଅଷ୍ଟମ ଗୁରୁଙ୍କ ପାଇଁ ଦେହ ଖରାପ ହେବ। ଦ୍ୱାଦଶ କେତୁ ବହୁ ଦୁଶ୍ଚିନ୍ତାର ଆବାହକ ହେବେ। ଦୁଃଖ ବଢ଼ିଯିବ। ରବିଙ୍କୁ ଶାନ୍ତ କରିବା ପାଇଁ ସ୍ନାନ ପରେ ସୂର୍ଯ୍ୟଙ୍କୁ 3 ଥର ଜଳଦାନ କରି ହ୍ରିଂ ଗଣେଶ ସୂର୍ଯ୍ୟାୟ ନମଃ 7 ଥର ପାଠ କରିବା। ରବି ଯେହେତୁ ମାସାଧିପ, ସେ ଭଲ ଅବସ୍ଥାରେ ନାହାନ୍ତି। ସେ ରୋଗ ଦୁଃଖ ଦେବେ। ଆମେ ତାଙ୍କୁ ଟିକେ ଖୁସି କରିବା, ଚେଷ୍ଟା କରିବା। ହୁଏତ ଆମର କର୍ମରୁ ସେ ଖୁସି ହେଇପାରନ୍ତି। ତେଣୁ କ'ଣ କରିବା? ଚେଷ୍ଟା କରିବା। ଏବେ ତ ଖରା ଆସିଗଲାଣି, ଆଉ ଶୀତ ନାହିଁ। ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବା ଏବଂ ସୂର୍ଯ୍ୟଙ୍କୁ ଯଦି ଦେଖିପାରୁଥିବା ଭଲ, ନହେଲେ ଯଦି ସୂର୍ଯ୍ୟଙ୍କର ଲାଲ ରୂପ ବେଲା ଆଖିରେ ଦେଖି ଯୋଡ଼ ହସ୍ତରେ କହିବା ଆଦିତ୍ୟସ୍ୟ ନମସ୍କାରମ୍ ଯେ କୁର୍ବନ୍ତି ଦିନେ ଦିନେ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟଂ ନୋପଜାୟତେ। ଏ ଶ୍ଲୋକ 2 ଥର ପଢ଼ିବା। ଆଉ ସୂର୍ଯ୍ୟଙ୍କୁ 3 ଥର ପାଣି ଦେବା। 3 ଆଞ୍ଜୁଳା ପାଣି ଦେଇ ସାରିଲା ପରେ କହିବା ହ୍ରିଂ ଘୃଣୀ ସୂର୍ଯ୍ୟାୟ ନମଃ 7 ଥର କହିବା। ହ୍ରିଂ ଘୃଣୀ ସୂର୍ଯ୍ୟାୟ ନମଃ। ଆଉ ସୂର୍ଯ୍ୟ ପ୍ରସନ୍ନ ହେଲେ ଆମର ସବୁ ସମସ୍ୟାର ସମାଧାନ ହେବ। ବୃହସ୍ପତିଙ୍କୁ ଖୁସି କରିବା ପାଇଁ ପିତା ମାତାଙ୍କର ଯତ୍ନ ନେବା। ପିତା ମାତା ହେଲେ ଗୁରୁ, ଆଦ୍ୟ ଗୁରୁ, ଜୀବନ୍ତ ଗୁରୁ, ଚଳନ୍ତି ଠାକୁର। ତାଙ୍କର ସେବା ନେବା, ତାଙ୍କର ଦାୟିତ୍ୱ ନେବା, ତାଙ୍କୁ ପୂଜା କରିବା। ଯେଉଁ ପିଲା ପିତା ମାତାଙ୍କୁ ଅତି ଭକ୍ତି ଶ୍ରଦ୍ଧା ଆଦର କରେ, ବିଶ୍ୱାସ କରେ, ମନ୍ଦିରରେ କୌଣସି ଠାକୁର ତା ହାତରୁ ଖାଆନ୍ତିନି। ଘରେ ବାପା ମାଆକୁ ଆମେ ଯାହା ଦେବା ସେ ଖାଇବେ। ତାଙ୍କୁ ଆମେ ପିନ୍ଧିବାକୁ ଦେବା, ଖାଇବାକୁ ଦେବା, ସେବା କରିବା। ବୃଦ୍ଧ ପିତାମାତା ଯଦି ଅସହାୟ ଅଛନ୍ତି, ଆମ ଉପରେ ସେ ଆଶ୍ରିତ, ତାହେଲେ ସିଏ ଅନୁଭବ ନ କରନ୍ତୁ ଯେ ମୋତେ କଷ୍ଟ ହେଉଛି, ଭୋକ ବେଳେ ମୁଠେ ଖାଇବାକୁ ମିଳୁନି, ନିଦ ହେଉନି, କେହି ଗୋଡ଼ ହାତ ଚିପି ଦେଉନାହାନ୍ତି, ମୋର ଲୁଗାପଟା ମଇଳା ହେଇଗଲାଣି। ତାହେଲେ ଜାଣ ପିଲାମାନେ ତ ମଙ୍ଗଳ ହେବନି, ଅମଙ୍ଗଳ ହେବ। ଅମଙ୍ଗଳ ନିଶ୍ଚୟ ହେବ। କେହି ରକ୍ଷା କରିପାରିବେନି। ପର ବ୍ରହ୍ମା କେହି 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 ବି ନୁହଁ। ଯଦି ପିତାମାତା ଖୁସି,
ତାଙ୍କର ସେବା ଆଦି ଠିକ୍ ଚାଲିଛି, ତା ମନ ଆଦି ପ୍ରସନ୍ନ, କାରଣ ସେ ଖାଇବାକୁ ପିଇବାକୁ ପିନ୍ଧିବାକୁ ଦେଇ ଆଜି ଆମକୁ ଠିଆ କରିଛନ୍ତି। ତେଣୁ ଗୁରୁ ଯଦି ଗୁରୁଙ୍କର କଲ୍ୟାଣ ଚାହୁଁଛ, ଏଇ ଆଦ୍ୟ ଗୁରୁ ଜୀବନ୍ତ ଗୁରୁ ପିତାମାତାଙ୍କର ଯତ୍ନ ନିଅ, ଆଉ ମଙ୍ଗଳ ହେବ। ତାପରେ କେତୁ ଖରାପ ଅଛନ୍ତି, ଆମେ ଗଣପତିଙ୍କୁ ପୂଜା କରିବା। ଓಂ ଗଂ ଗଣପତେ ନମ। ଗଣେଶଙ୍କୁ ଦିଟା ଚାଉଳ ଦେଇ 21 ଥର କହିବା ଓಂ ଗଂ ଗଣପତେ ନମ। ଅଥବା ଗାଁ ଠାକୁରାଣୀଙ୍କୁ 2 ଓଳି ପ୍ରଣାମ କରି ବୁଦ୍ଧଙ୍କର କଲ୍ୟାଣ କାମନା କରିବା। ବୁଦ୍ଧ ବର ଦେବେ, ଆଶୀର୍ବାଦ କରିବେ। ଆମେ 2 ଓଳି ଆମ ଗାଁ ଠାକୁରାଣୀଙ୍କୁ ଦୁର୍ଗା ଦେବୀଙ୍କୁ ପ୍ରଣାମ କରିବା, ସକାଳେ ଆଉ ସନ୍ଧ୍ୟାରେ। ବ୍ୟବସାୟୀ ମାନେ ଯଦି ନିଜ ବିଦ୍ୟା ବୁଦ୍ଧିକୁ ଭରସା କରି ବ୍ୟବସାୟ କରିବେ, ତେବେ ତାଙ୍କର ପ୍ରଚୁର ଲାଭ ହେବ। ଯଦି ସେମାନେ ପରବୁଦ୍ଧିରେ ପରିଚାଳିତ ହେବେ, ଯେ ତାର କାହିଁ ଆୟ ବଢ଼ିଲା, ମୋର କାହିଁ ଆୟ ବଢ଼ିଲାନି, ଯେ ମୁଁ ଗୋଟେ ଦୋକାନରେ ବସିଥାଏ, ସେ ଦୋକାନୀ ଅତି ଭଦ୍ର ନମ୍ର, ତାକୁ କହୁଥାନ୍ତି ବାବୁ ଏଇଟା 50 ଟଙ୍କା। 50 ଟଙ୍କା? ଏଇଟା ସେ ଦୋକାନରେ ମିଳୁଛି 3 ଟଙ୍କା 8 ଟଙ୍କାରେ 50 ଟଙ୍କା? ହଁ ବନ୍ଧୁ, ଏଇଭଳି ଠକମାନେ ଆସି ମନ ଭୁଲେଇବେ। ତାଙ୍କୁ ଯେହେତୁ ଗ୍ରାହକ ଈଶ୍ୱର, ତାଙ୍କୁ ବୁଝେଇକରି ବିରୁଦ୍ଧ ହେବାରେ ତା ବ୍ୟବସାୟୀମାନେ ଯଦି ଉତ୍ତମ ବ୍ୟବହାର କରିବେ, ହଁ ବାବୁ ସେ ଜିନିଷ ମୋ ପାଖରେ ନାହିଁ, ଯାଅ ସେଉଠୁ ନେଇଯିବ, ତାହେଲେ ଗ୍ରାହକ ବଢ଼ିବେ, କେବେ ବି ଉଦ୍ଧତ ହେବେନି। ତେଣୁ ବ୍ୟବସାୟୀମାନେ ନିଜ ବୁଦ୍ଧିରେ ବ୍ୟବସାୟ କଲେ ମଙ୍ଗଳ ନିଶ୍ଚୟ ହେବ। ଚାକିରିଆ ମାନେ କଳହ ଓ ଯୁକ୍ତିକୁ ଆଶ୍ରୟ କଲେ କର୍ମକ୍ଷେତ୍ରରେ ହଇରାଣ ହେବେ। ଚାକିରିଆ ଯିଏ କମ୍ପାନୀରେ ଚାକିରି କରିଥାନ୍ତୁ, ବା ସରକାରୀ ଚାକିରି କରିଥାନ୍ତୁ, ବା ସ୍କୁଲରେ ଚାକିରି କରିଥାନ୍ତୁ, ବା ସୈନ୍ୟ ବିଭାଗ ଚାକିରି କରିଥାନ୍ତୁ, ଯିଏ ଯେଉଁ ଚାକିରି କରିଥାନ୍ତି, ସେମାନେ କେବେ ବି ଯୁକ୍ତି ତର୍କ କରନ୍ତୁନି। ଯିଏ ଯାହା କହୁଛି ହଁ ତୁ ଠିକ୍ କହୁଛୁ, ଯିଏ ଯାହା କହୁଛି ହେ ସିଏ ପଣ୍ଡା ବୋଧେ ଏତେ ଖରାପ ଲୋକ, ଦାସାକୁ ଲାଞ୍ଚ ନେଲା, ହେଇଥିବ। ଜମା ଆମେ ଯୁକ୍ତି କରିବାନି। ଯିଏ ଯାହା କହିଲା ହଁ ହେଇଥିବ, ମୁଁ ଦେଖିଲି ଜାଣିଲି, ମୁଁ କିନ୍ତୁ କହିପାରିବି ହେଲା। ଯଦି କର୍ମତତ୍ପର ହେବେ, ତେବେ ଧନ ଓ ସମ୍ମାନ ପାଇବେ। ଯଦି ଯୁକ୍ତିକି ଆଶ୍ରା କରିବେ, ତାହେଲେ ସେମାନଙ୍କର ଅମଙ୍ଗଳ ହେବ। କୃଷକମାନଙ୍କ ପାଇଁ ପ୍ରଭୂତ ଧନ ଓ ସୁଖ ମିଳିବ। ସେମାନେ ଉଦ୍ୟାନ କୃଷିରୁ ଭଲ ଆୟ କରିବେ। ଓ ଯେ ଅନ୍ୟାନ୍ୟ ଚାଷ କରୁଥିବେ, ଏମାନଙ୍କର ମତ୍ସ୍ୟ ଚାଷ, ଗୋ ଚାଷ, ମାନେ ଗୋପାଳନ, ଏଇଭଳି ତାଙ୍କର ବୁଦ୍ଧି ବିବେକର ବିନିଯୋଗ କରୁଥିବେ, ବିଶେଷ ଉନ୍ନତି ହେବ। ଅନ୍ୟ ବୃତ୍ତିଜୀବୀ ମାନେ ଯଥା ଶ୍ରମିକ ଠାରୁ ମାଲିକ ଯାଏ ବହୁ ବାଧାବିଘ୍ନର ସମ୍ମୁଖୀନ ହେବେ, ତଥାପି କର୍ମକ୍ଷେତ୍ରରୁ ସେମାନେ ଭଲ ଆୟ କରିବେ। ବହୁ ଶତ୍ରୁ ବହୁ ରୂପରେ ଆସି ତୁମର ଶ୍ରମର ଲାଭ ନେଇଯିବା ପାଇଁ ଚେଷ୍ଟା କରିବେ। ତେଣୁ ନିଜର ଧୈର୍ଯ୍ୟ ଓ ସାହସକୁ ଭରସା କରି ତୁମେ ଅଗ୍ରସର ହୁଅ। ଶୁକ୍ର ସୁଖ ଦେବେ, ରାହୁ ଅଭାବ ପୂରଣ କରିବେ ଏବଂ ସମସ୍ତ ପ୍ରକାର ସମସ୍ୟାର ସମାଧାନ ହେବ ଯଦି ଧୈର୍ଯ୍ୟର ସହିତ ନିଜ ବୁଦ୍ଧିର ସହିତ କାମ କରିବେ। ଗୋଟିଏ କଥା, ଧର୍ମ ରକ୍ଷ ଧାର୍ମିକ। ଯଦି କାୟ ମନବାକ୍ୟରେ ତମେ ଧର୍ମ କରୁଛ, ତାହେଲେ ଜାଣ କେବେ ବି ତୁମର ଅମଙ୍ଗଳ ହେବନି। ଏ କଥା ମୁଁ କହୁନି, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ନହି କଲ୍ୟାଣ କୃତ କଶ୍ଚିତ୍ ଦୁର୍ଗତିଂ ତତ ଗଚ୍ଛତି। ହେ ତାତ ବୋଲେ ଏଠି ହେ ମିତ୍ର, କଲ୍ୟାଣକାରୀ କେବେ ବି ଦୁଃଖ ପାଏନି। ଆଉ ଯେଉଁମାନେ ବାହାରକୁ ଚିକ୍କଣ ଚାକଣ ବରକୋଳି ଭଳି, ଭିତରେ ଟାଣୁଆ ମଞ୍ଜି ଭଳି ନିଷ୍ଠୁର ପର ଅପକାର କରନ୍ତି, ତାଙ୍କୁ କେବେ ବି ସୁଖ ଶାନ୍ତି ମିଳିବ ନାହିଁ। ବନ୍ଧୁ ଆଜି ଏତିକି, ନମସ୍କାର।